ଆସୁଛି ପଶ୍ଚିମ ଝଡ଼। ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା। ରାଜ୍ୟର ତାପମାତ୍ରା ବୃଦ୍ଧି ଯୋଗୁଁ ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲା ପ୍ରଥମ ଥର ପାଇଁ ଗ୍ରୀଷ୍ମପ୍ରବାହ ସ୍ଥିତି ରେକର୍ଡ ହୋଇଥିଲା। ତେବେ ସର୍ବାଧିକ ତାପମାତ୍ରା ବାରିପଦାରେ 41.4 ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ରାଜଧାନୀ ଭୁବନେଶ୍ୱର ଓ ନୂଆପଡ଼ା ଜିଲ୍ଲାରେ ମାତ୍ର ତାପମାତ୍ରା 41 ଡିଗ୍ରୀ ପାର ହୋଇଥିଲା। କେବଳ ଏହି ଦୁଇଟି ସ୍ଥାନ ନୁହେଁ, 19ଟି ସହରରେ ତାପମାତ୍ରା 41 ଡିଗ୍ରୀ କିମ୍ବା ତା'ଠାରୁ ଅଧିକ ରେକର୍ଡ କରାଯାଇଛି। ଆଗାମୀ ଦିନରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ଥିବାରୁ ଆଗାମୀ 5 ଦିନ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଉପକୂଳରେ ଥିବା ଏହି ଜିଲ୍ଲାଗୁଡ଼ିକ ଉଷ୍ମ, ଆର୍ଦ୍ର ଓ ଜଳବାୟୁ ନିୟାମକ ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏପ୍ରିଲ 18 ଓ 19 ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଗରମ ସୀମାରେ ପହଞ୍ଚିବ। ଏହି ସମୟରେ କେତେକ ଜିଲ୍ଲାରେ 43ରୁ 45 ଡିଗ୍ରୀ ସେଲସିୟସ୍ ଛୁଇଁପାରେ। ଏପ୍ରିଲ 19 ତାରିଖ ଯୋଗୁଁ ପାଗ ମୁଖ୍ୟତଃ ଭାବରେ ଶୁଖିଲା ରହିବ। ଏହାପରେ ଏପ୍ରିଲ 20 ତାରିଖରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏପ୍ରିଲ 21 ଓ 22 ତାରିଖରେ ଉତ୍ତର ପଶ୍ଚିମ ଓଡ଼ିଶାରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାମାନଙ୍କରେ କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଏପ୍ରିଲ 20 ତାରିଖରେ ଦକ୍ଷିଣ ଓଡ଼ିଶାରେ କେତେକ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ଏକ ପଶ୍ଚିମ ଝଡ଼ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଏଣୁ ଏହାର ପ୍ରଭାବରେ ରାଜ୍ୟରେ କେତେକ ଅଞ୍ଚଳରେ ବର୍ଷା ହେବା ପାଇଁ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଆଜି କଟକରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହୋଇଛି। ସେହିଭଳି ଏପ୍ରିଲ 15 ତାରିଖରେ ରାଜଧାନୀରେ ଆକାଶରେ ହାଲୁକା ବାଦଲ ଦେଖା ଦେଇଥିଲା। ତେବେ ଆଜି ଦିନ 2ଟା 30 ସୁଦ୍ଧା ଭୁବନେଶ୍ୱରରେ 41.9 ଡିଗ୍ରୀ ସେଲସିୟସ୍, ଚାନ୍ଦବାଲିରେ 41.6 ଡିଗ୍ରୀ, ଝାରସୁଗୁଡ଼ାରେ 41.4 ଡିଗ୍ରୀ, ବାଲେଶ୍ୱରରେ 40.5 ଡିଗ୍ରୀ, ସମ୍ବଲପୁରରେ 40.3 ଡିଗ୍ରୀ, କେନ୍ଦୁଝରରେ 40 ଡିଗ୍ରୀ, ରାଉରକେଲାରେ 39.9 ଡିଗ୍ରୀ, ହୀରାକୁଦରେ 39.5 ଡିଗ୍ରୀ, ଗୋପାଳପୁରରେ 35.6 ଡିଗ୍ରୀ, ପୁରୀରେ 34.8 ଡିଗ୍ରୀ, ପାରାଦୀପରେ 34.2 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।